ବିଜେଡି ସୁପ୍ରିମୋ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବାସୁଦେବପୁର ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସମୂହ ଦୀପ ପ୍ରଦାନ କରି ଆଶୁ ଆରୋଗ୍ୟ କାମନା କରିଥିଲେ। ବାସୁଦେବପୁର ପୌରପାଳିକାର ମା ବୁଢୀମଙ୍ଗଳା ମନ୍ଦିରରେ ପୂଜାର୍ଚ୍ଚନା କରି ମିଳିତ ଭାବେ ଦୀପଦାନ କରି ଆଶୁ ଆରୋଗ୍ୟ କାମନା କରିଥିଲେ ବିଜେଡିର ଶତାଧିକ କର୍ମୀମାନେ। ସେହିପରି ବରୁଣ୍ଡା ପଞ୍ଚାୟତର ବେତଳାଠାରେ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବ୍ଲକ ଅଧ୍ୟକ୍ଷ ନଗେନ ବିଶ୍ୱାଳ, ଆନ୍ଦୁଳା ପଞ୍ଚାୟତର ଜଗବନ୍ଧୁ ଖିଲାର, ନରସିଂହପୁର ରବୀନ୍ଦ୍ର ପଣ୍ଡା, ବାଲିମେଦ ପଞ୍ଚାୟତର ପ୍ରଫୁଲ୍ଲ କୁମାର ପଳିତାଙ୍କ ନେତୃତ୍ୱରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅସ୍ତ୍ରୋପଚାର ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ପ୍ରଦାନ କରିଥିଲେ।